ଆପଣମାନଙ୍କ ଘରେ ପ୍ରବଳ ମୂଷା ହେଉଛନ୍ତି କି? ତ ସେ ମୂଷାକୁ ଆପଣମାନେ ବିନା ପଇସାରେ ଆଉ ବିନା କେମିକାଲରେ ଘରୁ ଆମେ କେମିତି ତାଙ୍କୁ ଭଗେଇବା ବା ବାହାର କରିବା ତା'ର ଗୋଟେ ଘରୋଇ ଉପଚାର ମୁଁ ଆଣିଛି। ଆଉ ସେଇଟା ଆପଣମାନେ ନିହାତି ଭାବରେ ଘରେ ଟ୍ରାଏ କରନ୍ତୁ। ଆଉ ଯଦି ଆପଣମାନେ ମୋ ଚ୍ୟାନେଲକୁ ଥିବେ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ବି ଭୁଲିବେ ନାହିଁ। ଚାଲନ୍ତୁ ଦେଖିବା ମୁଁ କେମିତି ପ୍ରୋସେସ୍ରେ ୟାକୁ କରୁଛି। ଚାଲନ୍ତୁ ଦେଖିବା। ଫାର୍ଷ୍ଟ ଆପଣମାନେ ଗୋଟେ ବାଉଲ୍ ନେଇଯିବେ। ତ ବ୍ଲାଉଲ୍ ଟିକେ ନାକୁ ନିଟ୍ ଆଣ୍ଡ କ୍ଲିନ୍ ହେବା ଦରକାର। ତାପରେ ଆପଣମାନେ ମେଜରମେଣ୍ଟ କରିକିରି ଅଟାକୁ ନେବେ। ଅଟା ଜାଗାରେ ଆପଣମାନେ ବେସନ ନେଇପାରିବେ। ତ ଅଟା ତ ସମସ୍ତଙ୍କ ଘରେ ନିହାତି ଭାବରେ ଆଭେଲେବଲ୍ ଥାଏ। ତ ଆପଣମାନେ ଅଟାକୁ ନେବେ। ଆଉ ଯଦି ଆପଣମାନଙ୍କ ଘରେ ବହୁତ ସାରା ମୂଷା ଥିବେ ତାହେଲେ ଆପଣମାନେ ୟାର କ୍ୱାଣ୍ଟିଟି ଆଉ ବଢ଼େଇ ପାରିବେ। ତାପରେ ନେବେ ପାଚିଲା କଦଳୀ। କଦଳୀ ଆପଣମାନେ ତ ନିହାତି ଭାବରେ ଆପଣମାନଙ୍କ ଘରେ ଆଭେଲେବଲ୍ ଥିବ, ବା ଯଦି ବା ନଥିବ ଆପଣମାନେ ମାର୍କେଟରୁ ମଧ୍ୟ ଆରାମସେ ଆଣିପାରିବେ। କଦଳୀ ଏମିତି ଗୋଟେ ଜିନିଷ ଯାହାକି ମୂଷାମାନେ ଆସିବା ପାଇଁକା ବହୁତ ଆଟ୍ରାକ୍ଟିଭ୍ ହେଇଥାନ୍ତି। ତ ଆପଣମାନେ ଦେଖିକି ଆପଣମାନଙ୍କର ମୂଷାର ଯଦି ଅଧିକ ମୂଷା ଥିବେ ତାହେଲେ ଆପଣମାନେ ୟାର କ୍ୱାଣ୍ଟିଟିଟାକୁ ଆଉ ଟିକେ ଅଧିକ କରିପାରିବେ। ଆପଣ ବିନା ପାଣିରେ ଆପଣମାନେ ଆଗକୁ ଚକଟିବେ। ଯେହେତୁ କଦଳୀ ଏଥିରେ ଚକଟୁଛନ୍ତି ଆପଣମାନଙ୍କୁ ପାଣିର ଆବଶ୍ୟକତା ପଡ଼ିବ ନାହିଁ। ଦେଖନ୍ତୁ ମୁଁ ଯେମିତି ପ୍ରୋସେସ୍ରେ ଦେଖାଉଛି ଆପଣମାନେ ମେଜରମେଣ୍ଟ କରିକି ସେମିତି ନେବେ, ନହେଲେ ଆପଣମାନଙ୍କ ସଲ୍ୟୁସନ୍ର କିଛି ଲାଭ ହେବ ନାହିଁ, ଆଉ ତା କାମ ମଧ୍ୟ ଠିକ୍ସେ କରିବ ନାହିଁ। ଯଦି ଆପଣମାନେ ଦେଖିବେ ଆପଣମାନଙ୍କ ଅଟା ଟିକେ କମ୍ ହେଇଯାଉଛି ତାହେଲେ ଆପଣମାନେ ଆଉ ଟିକେ ଅଟା ମଧ୍ୟ ଏଥିରେ ଆଡ଼୍ କରିପାରିବେ। ଅଟା ଜାଗାରେ ଆପଣମାନେ ବେସନ ମଧ୍ୟ ନେଇପାରିବେ। ଆପଣଙ୍କ ଇଚ୍ଛା ମୁତାବକ ଆପଣମାନେ ଅଟା କି ବେସନ ଯାହା ହେଲେ ଦୁଇଟା ଭିତରୁ ଗୋଟେ ନେଇକି ଆପଣମାନେ এই ସଲ୍ୟୁସନ୍ଟି ବନେଇ ପାରିବେ। ଦେଖନ୍ତୁ ଏଇଟା ଆପଣମାନେ ଯେମିତି ଅଟା ଚକଟୁଛନ୍ତି ଡୋଟା ସେମିତି ଆପଣମାନେ କରିବେ। ବେଶୀ ପାଣିଆ କରିବେନି, ପାଣିଆ କଲେ ବେଶୀ ଠିକ୍ସେ କାମ କରିବନି। ତ ଆପଣମାନେ ଦେଖିକିରି ୟାର ମେଜରମେଣ୍ଟଟାକୁ କରିବେ। ତାପରେ ଆପଣମାନେ କ'ଣ କରିବେ ନା, ଯେମିତି ପ୍ରୋସେସ୍ରେ କରୁଛି ଆପଣମାନେ ସେମିତି ପ୍ରୋସେସ୍ରେ ଥରେ ଟ୍ରାଏ କରନ୍ତୁ। ଦେଖିବେ ଆପଣମାନଙ୍କ ଘରୁ ମୂଷା ବାରମ୍ବାର ଆଉ ଆସିବେ ନାହିଁ। ତାପରେ ଆପଣମାନେ କ'ଣ କରିବେ ନା, ଗୋଟେ ଜାଗା ନେଇଯିବେ। ପ୍ଲାଷ୍ଟିକ୍ରେ ହେଉ ବା ପେପର୍ ବି ହେଉ ଆପଣମାନେ ଚାହିଁଲେ ମଧ୍ୟ ନେଇପାରିବେ। ତା ଦେହରେ ଆପଣମାନେ ଗୋଟେ ଗ୍ରେଟର୍ ସାହାଯ୍ୟରେ ସାବୁନକୁ ଆପଣମାନେ ଗ୍ରେଟ୍ କରିନେବେ। ସାବୁନଟା ଲୁଗା ଧୁଆ ସାବୁନ, ସଫାସଫି କରିବା ସାବୁନ ହେଇଥିଲେ ଚଳିବ, ବା ଆପଣ ଯେଉଁ ଦେହରେ ଯେଉଁ ସାବୁନ ଲଗାଉଛନ୍ତି ସେଇ ସାବୁନକୁ ମଧ୍ୟ ଆପଣ ନେଇପାରିବେ। କାରଣ ତା'ର ସ୍ମେଲ୍ ମଧ୍ୟ ବହୁତ କଡ଼ା ହେଇଥାଏ, ଯାହାକି ମୂଷାମାନଙ୍କୁ ଆସିବା ପାଇଁକା ରୋକିଥାଏ। ଦେଖନ୍ତୁ ମୁଁ ସାବୁନଟାକୁ ପ୍ରଥମେ ଗ୍ରେଟ୍ କରିନେଲି। ଆପଣମାନଙ୍କୁ ଦେଖାଉଛି ଧଳା ସାବୁନ ଯେହେତୁ ଆପଣମାନଙ୍କୁ ପାଖରୁ ମୁଁ ଦେଖାଉଛି ତାର ଭଲକରି ଗ୍ରେଟ୍ ହେଇଯାଇଛି ସେ। ତ ତାକୁ ଆମେ କ'ଣ କରିବା ନା, ଆଗକୁ ଦେଖିଲେ ଆପଣମାନେ ଜାଣିପାରିବେ। ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓକୁ ପୁରା ଦେଖନ୍ତୁ, ତାହେଲେ ଆପଣମାନେ ଜାଣି ହିଁ ପାରିବେ। ତେଣୁ କେଉଁ ପ୍ରୋସେସ୍ରେ ମୁଁ କେମିତି କରୁଛି ଆପଣମାନେ ସେଇଟା ଜାଣିପାରିବେନି, ଆଉ ଆପଣମାନଙ୍କର କୌଣସି କାମରେ ମଧ୍ୟ ସେଇଟା ଲାଗିପାରିବ ନାହିଁ। ଯେଉଁ ଗୁଳ ଆମେ ବନେଇଥିଲେ ସେ ତାକୁ ଆପଣମାନେ କ'ଣ କରିବେ ନା, ଯେମିତି ଆମେ ମଣ୍ଡା ପିଠା କରୁଛେ ତା ଭିତରେ ଆପଣମାନେ ଏହି ଯେଉଁ ସାବୁନଟା ଆପଣମାନେ ଗ୍ରେଟ୍ କରିଛନ୍ତି ସେ ସାବୁନକୁ ଆପଣମାନେ ତା ଭିତରେ ଆରାମସେ ଦେଇପାରିବେ। এই ପ୍ରୋସେସ୍ଟା ବହୁତ ସହଜ, ବିନା ପଇସାରେ, ଆଉ ଘରେ ମଧ୍ୟ ଏସବୁ ଜିନିଷ ଆମର ଆଭେଲେବଲ୍ ଥାଏ। ତ ଆପଣମାନଙ୍କୁ ବାହାରୁ କୌଣସି ଜିନିଷ ଆଣିବା ପାଇଁକା ବି ମଧ୍ୟ ପଡ଼ିବ ନାହିଁ। ଏହି ପ୍ରୋସେସ୍ରେ ଥରେ ଆପଣମାନେ ଘରୁ ମୂଷାଙ୍କୁ ଆପଣମାନେ ଆରାମସେ ଭଗାଇ ପାରିବେ। ଆଉ ଆପଣମାନେ ଜାଣିଥିବେ, ଆପଣ ଯଦି ମାର୍କେଟରୁ କୌଣସି ମୂଷା ଔଷଧ ବା ଆଣିଥିବେ କେମିକାଲ୍ ଯୁକ୍ତ, ଯଦି ସେ ଖାଇକିରି କେଉଁଠି ମରିବେ ଘରେ ଆପଣମାନେ ଜାଣି ହିଁ ପାରିବେନି। ଆଉ ମୂଷା ମଲା ମାନେ ଆପଣମାନେ ଜାଣିଥିବେ ବହୁତ ବ୍ୟାଡ଼୍ ସ୍ମେଲ୍ ମଧ୍ୟ ଆସିଥାଏ। ତ ଆପଣମାନଙ୍କୁ ପଛରେ ହଇରାଣ ହେବାକୁ ବହୁ ପଡ଼ିବ। ତେଣୁ ଆପଣମାନେ କ'ଣ କରିବେ ନା, ସାବୁନ ଗୁଣ୍ଡଟାକୁ ଆପଣମାନେ ତା ଭିତରେ ଆପଣମାନେ ପୁର ଦେଇକିରି କଲେ ଯେମିତି କରନ୍ତି ସେମିତି ଆପଣମାନେ କରିବେ। ଆରାମସେ ଏଇଟା ଆପଣଙ୍କୁ ବନିଯିବ। ତ ମୁଁ ଦୁଇଟା ଗୁଲାରେ ଆପଣମାନଙ୍କୁ ଦେଖେଇଛି। ଆପଣମାନେ ଯଦି ଚାହିଁବେ ଆଉ ମଧ୍ୟ ଅଧିକ ଏଥିରୁ ବନେଇ ପାରିବେ। ଯଦି ପ୍ରଚୁର ପରିମାଣରେ ମଶା ଆପଣମାନଙ୍କ ଘରକୁ ଆସୁଛନ୍ତି ଆପଣମାନେ ଏହାକୁ ଆରାମସେ ବନେଇ ପାରିବେ, ଅଧିକ ଏହାର କ୍ୱାଣ୍ଟିଟି କରିପାରିବେ। ତ ଦେଖନ୍ତୁ ମୁଁ ଦୁଇଟା ବନେଇକି ଆପଣମାନଙ୍କୁ ଦେଖାଉଛି। ତ ଆପଣମାନେ ଯେଉଁ ଜାଗାମାନଙ୍କରେ ଆପଣମାନେ ଭାବୁଛନ୍ତି ମୂଷାମାନେ ଆସୁଛନ୍ତି, ଆପଣମାନେ ଯେଉଁଠି ଧାନ ରଖୁଛନ୍ତି କି ଅଟା ରଖୁଛନ୍ତି, କପଡ଼ା ବଗେରା ରଖୁଛନ୍ତି, ତ ସେଇ ଜାଗାମାନଙ୍କୁ ମୂଷାମାନେ ପ୍ରବଳ ଆସିଥାନ୍ତି। ଆଉ ଆମେ କଦଳୀ ଏଥିପାଇଁ ଏଥିରେ ଆଡ଼୍ କରୁଛେ କାରଣ କଦଳୀ ମୂଷାମାନଙ୍କର ବହୁତ ଆଟ୍ରାକ୍ଟିଭ୍ ଜିନିଷ। ଗହମଟା ଯାହାହେଲେ ଅଟାରୁ ତିଆରି, ଆମର ଅଟାରେ ହେଇଥାଏ। ତ ଅଟାରେ ଆମର ଯେହେତୁ ଆମେ ନେଇଛେ ଅଟାକୁ ମଧ୍ୟ ସେମାନେ ଆସିକି ଖାଇଥାନ୍ତି। ତ ୟାକୁ ଖାଇବା ଦ୍ୱାରା କ'ଣ ହେବ ନା, ସେମାନେ ଆଉ ସେ ଜାଗାକୁ ଆସିବେ ନାହିଁ। ତ ଆପଣମାନେ କିଚେନ୍ରେ ମଧ୍ୟ ରଖିପାରିବେ। ରାତିରେ ସୁନସାନ୍ ହେଲେ ମୂଷାମାନେ ବହୁତ ପରିମାଣରେ ଆସିଥାନ୍ତି। ତ ଏହି ଟିପ୍ସଟାକୁ ଆପଣମାନେ ରାତିରେ ହିଁ କେବଳ ୟୁଜ୍ କରିପାରିବେ। ଶୋଇଲା ପୂର୍ବରୁ ଆପଣମାନେ ଯେଉଁ ଜାଗାରେ ଦେଖୁଛନ୍ତି ପ୍ରବଳ ମୂଷା ଅଛନ୍ତି ସେଇ ଜାଗାରେ ଆପଣମାନେ ଏହାକୁ ରଖିବେ। ତାପରେ ଆପଣମାନେ କ'ଣ କରିବେ ନା, କିଛି ଚାଉଳ ଗୁଣ୍ଡ ନେବେ। ଯେଉଁ ଆମେ ଗୋଲ ଗୋଲ ବଲ୍ ଟାଇପ୍ର ବନେଇଛେ ତାକୁ ଆମେ ଚାଉଳ ଗୁଣ୍ଡରେ ଏମିତି ତାକୁ ଯେମିତି କରୁଛେ ଆପଣମାନେ ସେମିତି କଲେ ଚାଉଳ ଗୁଣ୍ଡ ସେଥିରେ ଲାଗିବ। ଆପଣମାନେ ଜାଣିଥିବେ ମୂଷା ଚାଉଳ, ଧାନ ଚାଉଳ ଏସବୁ ବହୁତ ଆଟ୍ରାକ୍ଟିଭ୍ ଖାଇବା ପାଇଁକା। ତ ୟାକୁ ସବୁ ଦେଖିଲା ମାନେ ସେମାନେ ଆରାମସେ ଆସିବେ। ଆଉ ଯେତେବେଳେ ଖାଇବେ ତା ଭିତରେ ଯେଉଁ ଆମେ ସାବୁନର ଗୋଟେ ଦେଇଛେ ପୁର ଟାଇପ୍ର, ତାକୁ ସେ ଜାଗାକୁ ଆଉ ଆସିବେ ନାହିଁ। ତ ସେଥିପାଇଁକା ମୁଁ ଏଇ ଚାଉଳର ଗୁଣ୍ଡ ଟିକେ ଆପ୍ଲାଏ କରିଛି। ତ ଆପଣମାନେ ୟାକୁ ଚାହିଁଲେ ନେଇପାରିବେ,
କରିପାରିବେ, ନହେଲେ ଆପଣମାନେ ସ୍କିପ୍ କରିପାରିବେ। ଦେଖନ୍ତୁ ଦୁଇଟା ମୋର ବନିଗଲା ବହୁତ ମାନେ ଜବରଦସ୍ତ ମୂଷାମାନଙ୍କ ପାଇଁ ରାମବାଣ କହିଲେ ଚଳେ। ତ ଏହି ଟିପ୍ସଟିକୁ ଆପଣମାନେ ନିହାତି ଭାବରେ ଘରେ କରନ୍ତୁ ଓ ଆପଣମାନଙ୍କ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ, ଯାହାଫଳରେ କି ସେମାନେ ମଧ୍ୟ ଏ ଟିପ୍ସର ଫାଇଦା ଉଠାଇ ପାରିବେ। ଆଉ ଆପଣମାନଙ୍କୁ ଯଦି ଆଜିର ଏ ଭିଡ଼ିଓ ଭଲ ଲାଗିବ ନିହାତି ଭାବରେ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେ ନାହିଁ। ଆଉ ଆପଣମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।